ଜୟ ଜଗନ୍ନାଥ। ଆଜି ଛୁଆ ଭଲ କଥାଟିଏ ମନେ ରଖ। ଜଣେ ଭାଇ ପଚାରିଥିଲେ, ତାରି ଉପରେ ଆଜି ଆଲୋଚନା କରିବା। ଫେରିବେ ସତ୍ୟ ଅନନ୍ତ ହେଲା। ଆମେ ଆଗରୁ ଆଲୋଚନା କରିଥିଲେ 5 ଅନନ୍ତଙ୍କ କଥା। ବ୍ରହ୍ମ ଅନନ୍ତ, ସତ୍ୟ ଅନନ୍ତ, ଆଦି ଅନନ୍ତ, ଅନନ୍ତ, ଶିଶୁ ଅନନ୍ତ ନା। କିନ୍ତୁ ସତ୍ୟ ଅନନ୍ତଙ୍କ କଥା ଆଜି ଆଲୋଚନା କରିବା। ସତ୍ୟ ଅନନ୍ତ କିଏ? ସତ୍ୟ ଅନନ୍ତ ହଉଛି, ମନେ ରଖିଥାଅ, ଠାକୁର ଅଭିରାମ ପରମହଂସଙ୍କର ଗୋଟିଏ ଜନ୍ମ ହବ ଯିଏକି ସତ୍ୟ ଅନନ୍ତ ରୂପେ। କାହିଁକି କହୁଛି? ଠାକୁର ଅଭିରାମ ପରମହଂସ ତାଙ୍କ କଳି ଭଗବତରେ ଲେଖିଛନ୍ତି, ସେ ନିଜେ ସତ୍ୟ ଅନନ୍ତ ରୂପରେ ଆସିବେ। ବୁଝିଗଲା? ସମସ୍ତେ ଅନନ୍ତ ଅନନ୍ତ ଲେଖିଛନ୍ତି, ଠାକୁର ଅଭିରାମ ପରମହଂସ ଗୋଟେ ସୁପର ଲେଖା ଲେଖିବେ। ତାହେଲେ ଅନନ୍ତ ସମସ୍ତେ ଲେଖିଛନ୍ତି, ମୁଁ ଲେଖିବି ଯଦି ଅନନ୍ତ, ତାହେଲେ ତାଙ୍କ ସାথে ସମାନ ହେଇଯିବି ନା। ଏ ଛାଡ଼ିଦେଲେ ନା, ମୁଁ ଆସିବି ସତ୍ୟ ଅନନ୍ତ ହିସାବରେ ଆସିବି। ସେଥିପାଇଁ ସେ ଗୋଟେ କହିଛନ୍ତି ଗୋଟେ ପଦ, ସତ୍ୟ ଅନନ୍ତ ନାମ ମୋର, ସତ୍ୟ କର ଏଇ କାରବାର, ସତ୍ୟକୁ ଧରିଥିବ ଯେହି ତାକୁ ତାରିବି ନିଶ୍ଚୟ। ଭଲ କଥାଟା ବୁଝିଯାଅ। ସତ୍ୟ ଅନନ୍ତ ନାମ ମୋର, ସତ୍ୟ କରଇ କାରବାର। ସତ୍ୟ ମାନେ ସତ୍ୟରେ, କରଇ କାରବାର ମାନେ ସତ୍ୟରେ ତାଙ୍କର କାମ ହବ ସତ୍ୟ ଅନନ୍ତ। ସତ୍ୟକୁ ଧରିଥିବ ଯେ, ସତ୍ୟ କଣ? ଏଠି ସତ କଥା କହିନାହାନ୍ତି। ଜଗତ ସବୁ ଯାକ ମିଥ୍ୟା, ଦେହ ମିଥ୍ୟା, ଦାରା ଗାରଟି ମିଥ୍ୟା, ବୁଝି ହଉଛି ନା। ସହଜ ସୁତ ସୂତା ବନ୍ଧୁ ବର୍ଗାଦି ମିଥ୍ୟା, ଏକ ବି ସତ୍ୟ, ନବ ତନୁତ କୃଷ୍ଣ ବି ସତ୍ୟ, ବା ବ୍ରହ୍ମ ସତ୍ୟ। ଯିଏ ବ୍ରହ୍ମ ଜାଣିଥିବ, ଭଗବାନଙ୍କୁ ଯିଏ ଜାଣିଥିବ, ତାର ବିଚାର ନଥିବ। ଜଗନ୍ନାଥ ଦାସଙ୍କ ଭାଷାରେ, ତୁ ଯେବେ ଏକ ଭାବେ ଭାବୁ, ଭବ ସଂସାର ତରିଯିବୁ। ତାର ଏକକାର ଭାବଟା ପଳେଇ ଆସିଥିବ। ଯିଏ ସତ୍ୟକୁ ଧଇଲା, ତାର ଏକକାର ଭାବ ପଳେଇ ଆସିବ। ସେ ଲୋକ ଦେଖଣିଆ ଭାବ ତାର ଆସିବନି। ଏଟା ସଂସାରିକ ପାଇଁ କିଏ ପଦବାଚ୍ୟ। ସନ୍ନ୍ୟାସୀଙ୍କର ସାଧୁ ସନ୍ଥଙ୍କର ହଉଛି ଅନ୍ୟ କଥା, ସଂସାରୀଙ୍କର ହଉଛି ଅନ୍ୟ ମାର୍ଗ। ସଂସାରିକ ପାଇଁ ହଉଛି ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ, ପିତରି ବୃତ୍ତି ମହାପନ୍ନେ ପ୍ରିୟନ୍ତେ ସର୍ବଦେବ। ସଂସାରୀ ହଉଛନ୍ତି ଜିଅନ୍ତା ଠାକୁରଙ୍କୁ ପୂଜା କର, ତାପରେ ଯାଇକି ତମେ ପ୍ରଭୁଙ୍କୁ ଡାକ। ଗୃହ କର୍ମ କରିପାତ, ଭୀତ କର୍ମ କରି ତେବେ ସେ କରମୁ ପାତ, ଏହି ନୁହେଁ ସର। ତା ପାଇଁ କି? ସଂସାରୀଙ୍କ ମାନଙ୍କ ପାଇଁ। ସନ୍ନ୍ୟାସୀ ସାଧୁ ସନ୍ଥଙ୍କ ମାର୍ଗ ହଉଛି ଅନ୍ୟ। ବୁଝି ହଉଛି ନା। ଠାକୁର ଅଭିରାମ ପରମହଂସ କରୁଛନ୍ତି, ସତ୍ୟକୁ ଧରିଥିବ ଯେ ତାକୁ ତାରିବି ନିଶ୍ଚୟ। ସତ୍ୟ ବୋଲନ୍ତେ କୃଷ୍ଣ, କୃଷ୍ଣକୁ ଯିଏ ଧରିଥିବ ତାକୁ ମୁଁ ନିଶ୍ଚୟ ତାରିବି। ସେ ଧରିବ କେମିତି? ଜାବୁଡ଼ି ଧରିବ? ପତିତଙ୍କ ଭାଷାରେ ସମସ୍ତେ କୃଷ୍ଣ କୃଷ୍ଣ କହୁଥିବେ, ବୁଝି ହଉଛି ନା, କିନ୍ତୁ କୃଷ୍ଣ ସହିତ ପ୍ରୀତି କାହାର ନଥିବ। ବର୍ତ୍ତମାନ ସମୟଟା ହଉଛି ସେଇଆ। ମୀରା ବାଇ ସିଏ ଠାକୁରଙ୍କୁ ଧରି ପକେଇଲା, ଠାକୁର ଭାଇ କଥା ହେଲେ, ଆମେ କେହି ନହେଲେ ଠିକ ନା। ମାଣିକ ଗୌଡ ଠାକୁରଙ୍କୁ ଦେଖିଲା, ଆମେ କେହି ନ ଦେଖିପାରିବା? ଏମିତି କର୍ମ କରିବାକୁ ପଡିବ, କର୍ତ୍ତବ୍ୟ କରିବାକୁ ପଡିବ। ଠାକୁର କହିଲେ ସତ୍ୟକୁ ଧରିଥିବ ଯେ ତାକୁ ତାରିବି ନିଶ୍ଚୟ। ଯେ ପ୍ରଭୁଙ୍କୁ ଧରିଥିବ, ପ୍ରଭୁଙ୍କୁ ଯିଏ ଆଶା କରିଥିବ, ତାକୁ ସେ ନିଶ୍ଚୟ ରକ୍ଷା କରିବେ। ସେଇ ଯେତେବେଳେ ଠାକୁର ଅଭିରାମ ପରମହଂସ ଆସିବେ, ସେଇ ନେତି କହନ୍ତି
ସତ୍ୟ ଅନନ୍ତ ରୂପରେ ମୁଁ ଜନ୍ମଗ୍ରହଣ କରିବି। କୋଉଠି ଜନ୍ମଗ୍ରହଣ କରିବି ବୁଝିହଉଛି ନା? କହିଲେ କିଙ୍କଟ ନଗର ବୋଲିଣ ବିଷ୍ଣୁ ଦାସ ନାମେ ବ୍ରାହ୍ମଣ, ଯଶୋବନ୍ତୀ ମୋହର ମାତ, ତା ଉଦରେ ମୁଁ ହେବି ଦାତ, କଳଙ୍କି ରୂପେ ମୋ ପ୍ରକାଶ, ବସିବି ତପେ 7 ବର୍ଷ। କଥାଟା ବୁଝୁତା, ଭିତର ମର୍ମ ଅଛି ଗୋଟାଏ। କହିଲେ କିଙ୍କଟ ନଗର ବୋଲିଣ, ଗୋଟେ କିଙ୍କଟ ନଗର ଅଛି, ଯେମିତି ଯାଜ ନଗର, ଏକାମ୍ର ନଗର, ବୁଝିହଉଛି ନା? ସେମିତି ଗୋଟେ ନଗର ଅଛି, କଣ? କିଙ୍କଟ ନଗର। କିଙ୍କଟ ନଗର ବୋଲିଣ ବିଷ୍ଣୁ ଦାସ ନାମେ ବ୍ରାହ୍ମଣ। କହିଲେ ବିଷ୍ଣୁ ଦାସ ରୂପକ ଜଣେ ବ୍ରାହ୍ମଣ ଥିବ, ତା ଘରେ ମୁଁ କିଙ୍କଟ ନଗରରେ ଜନ୍ମଗ୍ରହଣ କଲି। ଯଶୋବନ୍ତୀ ମୋହର ମାତ, ମୋ ମା ହେଇଥିବେ ଯଶୋବନ୍ତୀ। ତା ଉଦରେ ମୁଁ ହେବି ଜାତ, ତାଙ୍କ ଉଦର ଗର୍ଭରୁ ମୁଁ ଜାତ ହେବି। କଳଙ୍କି ରୂପ ମୋ ପ୍ରକାଶ, ଯେତେବେଳେ ଜାତ ହେବି ମୋର ସେଇଠି କଳଙ୍କି ରୂପ ପ୍ରକାଶ ହବ। ତପେ ବସିବି 7 ବର୍ଷ, ମାନେ 100 ବର୍ଷ ତପରେ ବସିବି। ତପ ବୋଲି କଣ ଜ୍ଞାନ ସେ? ଆର ମର୍ମ ଆଉ ଗୋଟାଏ ଅଛି, ସେଟାକୁ ପୂର୍ବ ଏପିସୋଡରେ ଆଲୋଚନା କରିବା। ଇଏ ହେଲେ କିଏ? ସେ ସତ୍ୟ କଳଙ୍କି, ସତ୍ୟ ଅନନ୍ତ ଯେତେବେଳେ ସତ୍ୟ କଳଙ୍କି। ଭୀମ ହୋଇ ହେଇଥିଲେ କିଏ? ନିତେଶ୍ୱରୀ ରାଧା, ସିଏ ହେଲେ ଆଦି କଳଙ୍କି। ଏଇଟା ମନେ ରଖିଥା। ବ୍ରହ୍ମ କଳଙ୍କି କିଏ? ତାକୁ ପଛରେ କେତେବେଳେ ଆଲୋଚନା କରିବା। ଏ ଯୋଉ କିଙ୍କଟ ନଗର, କିଙ୍କଟ ନଗରର ମହାପୁରୁଷ ଲେଖିଛନ୍ତି 2ଟା ଜାଗାକୁ ଆଇଡେଣ୍ଟିଫାଇ କରିଛନ୍ତି। ଗୋଟିଏ ଜାଗାକୁ ଖୋଲିକି ଲେଖିଛନ୍ତି, ଆଉ ଗୋଟାକୁ ଠାରିକି ଲେଖିଛନ୍ତି। ପୁନଶ୍ଚ କିଙ୍କଟ ନଗରର ଶବ୍ଦ ଆସିବ କିଳିକିଳା ନଗର। କିଙ୍କଟ ନଗରର ଶବ୍ଦ ଆସିବ କଣ? କିଳିକିଳା ନଗର। ମାନେ ସବୁବେଳେ କୋଳାହଳ ଯୋଉଠି ସୃଷ୍ଟି ହଉଥିବ, ତାଙ୍କୁ ମଧ୍ୟ କିଙ୍କଟ ନଗର କୁହାଯାଇପାରେ। କିନ୍ତୁ ମହାପୁରୁଷଙ୍କ ଭାଷାରେ ମହାପୁରୁଷ କୋଉ ସ୍ଥାନକୁ କିଙ୍କଟ ନଗର ବୋଲି କହୁଛନ୍ତି, ଆଜି ତାରି ଉପରେ ମଧ୍ୟ ଆଲୋଚନା କରିବା। କାରଣ ସେଇଠି ଠାକୁର ଆସିବେ ଅଭିରାମ ପରମହଂସ। ବୁଝିହଉଛି ନା ବୁଝିହଉଛି? ତାହେଲେ ଅଭିରାମ ପରମହଂସ ପୂର୍ବ ଜନ୍ମ କଣ ଥିଲା? ଅନେକ ବ୍ୟକ୍ତି କୁହନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ। ନା, ଅଚ୍ୟୁତଙ୍କ ତାଙ୍କ ଯୋଉ 13 ଜନ୍ମ ଲେଖିଛନ୍ତି, ତା ଭିତରେ ଠାକୁର ଅଭିରାମ ପରମହଂସ କଥା ଇଏ ସ୍ୱତନ୍ତ୍ର। ବୁଝିହଉଛି ନା? ଯିଏ ସ୍ୱୟଂ ଦୁର୍ଗା ମାଧବ ରୂପରେ ଖେଳୁଥିଲେ, ସିଏ କଣ ସଖା ରୂପରେ ଆସିବେ? ନା, ଇଏ ହଉଛନ୍ତି ସ୍ୱତନ୍ତ୍ର, ଅଲଗା। ଇଏ ସତ୍ୟ, ଇଏ ହିଁ ସତ୍ୟ, ତେଣୁ ନାମ ହବ ସତ୍ୟାନନ୍ଦ। ହେଲା? ସେ କିଙ୍କଟ ନଗରଟା କୋଉଠି? ଯଦି ମହାପୁରୁଷ ଅଚ୍ୟୁତଙ୍କର କଳ୍ପଟିକା ଗୋଟେ ଶାସ୍ତ୍ର ଅଛି, ସେଇଟା ଯଦି ତମେ ପଢିବ ସେଥିରୁ ପାଇବ। ସେ ଲେଖିଛନ୍ତି ଆତ୍ମ ବଡ଼ିମାକୁ ଛାଡ଼ି ନ ସେ ପୁର, ପଦ୍ମ ପାଦରେ ଯେ ସେବିବେ, ସେହି ଦିନ ଠାରୁ ଛାଡ଼ିବେ ସେ ଗୃହ, ପ୍ରଭୁଙ୍କ ସଙ୍ଗେ ରହିବେ। ଇଏ ଆଉ ଗୋଟେ ବିଷୟ। ଯାଜପୁର ନଗର ଗୋହିରା ଟିକିରା, ବୁଝି ହଉଛି? ଯେମିତି ଶିଶୁ ଅନନ୍ତରେ ଗୋଟେ ଲେଖିଛନ୍ତି ଯାଜପୁର ନଗର ଭୁବନେଶ୍ୱର। ଶିଶୁ ଅନନ୍ତ କହିଲେ ଯାଜପୁର ନଗର ହଉଛି କିଏ? ସେ ଭୁବନେଶ୍ୱର। ଏଠି ଅଚ୍ୟୁତ କହୁଛନ୍ତି ସେମିତି ଯାଜପୁର ନଗର ଗୋହିରା ଟିକିରା। ଯାଜପୁର ନଗର ଗୋଟେ ହଉଛି ଗୋହିରା ଟିକିରା। କୋଉଠି? ବୈତରଣୀ ନଈ ସେପଟେ। ସେଟା ବିରଜା ମଣ୍ଡଳରେ ଯିବ, ସେଟା କାଳିକା ମଣ୍ଡଳ ସୀମା ନୁହଁ। ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ ଅନ୍ୟତମ। କହିଲେ ସେ ଗୋହିରା ଟିକିରା କିଙ୍କଟ ନଗର ଯେ ଜାଣ। କହିଲେ ସେ ଗୋହିରା ଟିକିରା ପାଖରେ ଗୋଟେ କିଙ୍କଟ ନଗର, ତହିଁ ଯେ ଅନେକ
ଯୁଦ୍ଧ ଯେ କରିବେ ନାଶ ଯିବେ କ୍ଷତି କରୁ। ଏଠୁ ମହାପୁରୁଷ ଭାଷାରେ ଗୋହିରା ଟିକିରାଟା ହଉଛି କିଙ୍କଟ ନଗର, କହିଛି କିଳିକିଳା ନଗର। ତେଣୁ ଗୋହିରା ଟିକିରାଟାକୁ ମହାପୁରୁଷ ଅଚ୍ୟୁତ କଳ୍ପ ଟୀକାରେ କଣ କଲେ, କିଙ୍କଟ ନଗର ବୋଲି ପ୍ରମାଣ ଦେଲେ। କିନ୍ତୁ ଲକ୍ଷ୍ମୀଧର ବିଳାସରେ ତମେ ଦେଖିବ ମହାପୁରୁଷ ସେଟା ଗୁପ୍ତ କଲେ। କିଙ୍କଟ ନଗର କ୍ଷେତ୍ରଟି ଫୁଲ ତୋଟା ପାଶର, ଗୁରୁ ସେବା କଲେ ପ୍ରକାଶ ହେବ ମଣିନାଗର। ଏଇଠି ଦେଲେ କଣ, ବଜ୍ର ଛନ୍ଦ ଗୋଟାଏ ପକେଇଦେଲେ, କହିଲେ ସେ ଯୋଉ କିଙ୍କଟ ନଗର ସମସ୍ତେ ଜାଣିପାରିବେ ନାହିଁ, ଯାହା ଉପରେ ଗୁରୁ କୃପା ଥିବ ବା ଗୁରୁଙ୍କର ଆଶୀର୍ବାଦ ଥିବ, ଗୁରୁ ସେବା କଲେ ପ୍ରକାଶ ହେବ ମଣିନାଗର। ତମେ ଯଦି ଗୁରୁ ସେବା କରିପାରିବ, ଖାଲି ଗୁରୁଙ୍କ ପାଖକୁ ଗଲେ ନୁହଁ, 12 ବର୍ଷ ଗଲେ କଲେ ସେବା, ଗୁରୁ କହିଲେ କିଛି ଦବା, ସେ କିଛିଟା କଣ, କୃପା। ସହଜରେ କୃପା ମିଳେ ନାହିଁ। ତେଣୁ ସେ କହିଲେ କଣ, କିଙ୍କଟ ନଗର କ୍ଷେତ୍ରଟି ଫୁଲ ତୋଟା ପାଶର। ତାହେଲେ ଫୁଲ ତୋଟା କୋଉଠି, ବୁଝି ହଉଛି, ଗୁରୁ ସେବା କଲେ ପ୍ରକାଶ ହେବ ମଣିନାଗ। ତାହେଲେ ମଣିନାଗ ପାଖରେ ଫୁଲ ତୋଟା କୋଉଠି ଅଛି, ସେଇଟା ହଉଛି କଣ, କିଙ୍କଟ ନଗର। ଏଇ ଯୋଉ ଫୁଲ ତୋଟା ଯୋଉ ଜାଗା, ସେ ଗୋଟେ ଗାଁ ବୋଲି ମହାପୁରୁଷ ସ୍ୱତନ୍ତ୍ର ଲେଖିଛନ୍ତି, କିନ୍ତୁ ସେ ଗାଁଟା ବର୍ତ୍ତମାନ ନାହିଁ, କିନ୍ତୁ ଗ୍ରାମ ଦେବତୀ ଅଛନ୍ତି ସେଇ ମଣିନାଗ ପାହାଡ ପାଖରେ, ଦୋଳୁକା ପାହାଡ ଆମେ କହୁଛେ, ବୁଝି ହଉଛି। ସେ ଗ୍ରାମ ଦେବତୀକି ଆମେ ଯଦି ଧରିପାରିବା, ତାହେଲେ ସେ କ୍ଷେତ୍ର ଟିକେ ଆମେ ଜାଣିପାରିବା। ଏଥର ବୁଝିପାରିଲେ ନା ବୁଝିପାରିଲେ? ତେଣୁ ମହାପୁରୁଷ ଏଇ ଦୁଇଟି ସ୍ଥାନକୁ କିଙ୍କଟ ନଗର ବୋଲି ପ୍ରମାଣ ଦେଇଛନ୍ତି। ଆ ଭିତରୁ କୋଉଠି ଠାକୁର ଅଭିନୟ ସୁନ୍ଦର ଆସିବେ ସେ କଥା ଆମେ କହିପାରିବୁ ନାହିଁ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ନାରାୟଣ ସ୍ୱାମୀଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବା ହରି।